ଆଜି ଛୁଆ ଆଜି ହଉଛି ତ୍ରିବେଣୀ ଅମାବାସ୍ୟା ନା, ମା ବିରଜାଙ୍କର ଜନ୍ମଦିନ, ପୁଣି ଠାକୁର ଅଭିରାମଙ୍କର ଜନ୍ମଦିନ। ଆଜି ଆଲୋଚନା କରିବା ଅମାବାସ୍ୟାରେ ଅଭିରାମ। କଣ ଅମାବାସ୍ୟାରେ ଅଭିରାମ? ମହାପୁରୁଷ ଅଚ୍ୟୁତ ଜଗତଗୁରୁ ଠାକୁରଙ୍କ ଅଭିରାମ ପରମହଂସ ଉପରେ ଅନେକ କିଛି କହିଛନ୍ତି। ଆଉ ଯୁଗ ଅବତାରରେ ମନେ ରଖିଥାଅ, ଠାକୁର ଅବତାର ହୁଅନ୍ତି ପୁଣି ଅବତାରୀ ମଧ୍ୟ ହୁଅନ୍ତି। ଅବତାରୀ କଣ ନା, ସେ ଗୁରୁ ରୂପରେ ଆସନ୍ତି, ମର୍ତ୍ତ୍ୟ ମଣ୍ଡଳରେ ଜ୍ଞାନ କଣ କରନ୍ତି, ପ୍ରଦାନ କରିଥାନ୍ତି। ଅବତାର କଣ, ଭୀମ ରୂପରେ ଆସନ୍ତି, ଦୁଷ୍ଟକୁ ସଂହାର କରନ୍ତି। ବୁଝିପାରୁଛ ନା ବୁଝିପାରିଲ? ସେଥିପାଇଁ କୁହନ୍ତି ସଦଚିତ ଆନନ୍ଦ ଗିରିଧାରୀ ଶ୍ୟାମ, ଗୁଣୀ ଗୁଣ ନିର୍ଗୁଣ ସଗୁଣ ରାମ। ହେଲା, ଅବତାରୀ ଅବତାର ସବ ତୁମେ ରାମ, ରାମେଦି 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 ରାମ। ଏଇ ଯୋଉ ଅବତାର ଆଉ ଅବତାରୀ ଭିତରେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଥିଲେ ବଙ୍ଗଳାରେ, ସେ ଅବତାର ନଥିଲେ, ଅବତାରୀ। ବୁଝିପାରିଲ ନା? ସେମିତି ଠାକୁର ଅଭିରାମ ପରମହଂସ ମଧ୍ୟ ଗୋଟେ ଅବତାରୀ ରୂପରେ ଆସିଥିଲେ। ଅବତାର ନୁହଁ, ଅବତାରୀ। କାରଣ ଠାକୁର ଯେତେବେଳେ ଆସିଲେ, ଅଚ୍ୟୁତ ତାଙ୍କର ଯାଇଫୁଲ ମାଳିକାରେ ଦେଖିବ ଲେଖିଛନ୍ତି, ଠାକୁର ଯେତେବେଳେ ଜନ୍ମଗ୍ରହଣ କରିବେ ଦେବଧ୍ୱଜା ପଡିଥିବ। ଠାକୁର ଅଭିରାମ ପରମହଂସ ଜନ୍ମ ହେଲା ବେଳେ ଦେବଧ୍ୱଜା ପଡିଥିଲା। ବୁଝି ହଉଛି ନା? ଏଇ ତ୍ରିବେଣୀ ଅମାବାସ୍ୟା ଦିନ। ପୁନଶ 1973 ମସିହାରେ ମଧ୍ୟ ଗୋଟେ ଦେବଧ୍ୱଜା ପଡିଥିଲା। ସେଟା କୋଉ ମାସରେ ପଡିଥିଲା ସେଟା କ୍ୟାମେରା ଆଗରେ କହିହବ ନାହିଁ। ବୁଝି ହଉଛି? ଏବଂ ପିତାଙ୍କ ନାମ ଅର୍ଜୁନ, ମାତାଙ୍କ ନାମ ସୁଭଦ୍ରା ହେଇଥିବ। ମହାପୁରୁଷ ଯାଇଫୁଲ ମାଳିକା ଲେଖିନାହାନ୍ତି ନା? ପିତାଙ୍କ ନାମ ଅର୍ଜୁନ, ମାତାଙ୍କ ନାମ ସୁଭଦ୍ରା, ଜାଣଳ ଯାଇଫୁଲ, ତାଙ୍କ କୋଳେ ପ୍ରଭୁ ହେବେ ଜନ୍ମ। ଠାକୁର ଅଭିରାମ ପରମହଂସଙ୍କର ଦିଟା ବାପା ଦିଟା ମା। ହେଲା, ଗୋଟିଏ ବାପା ଥିଲେ ସେ ଅର୍ଜୁନ, ଆଉ ମା ମଧ୍ୟ ଥିଲେ ସୁଭଦ୍ରା ବୋଲି ସିଏ ତାଙ୍କ ଲେଖାରେ ଏଟା ପ୍ରମାଣ ଦେଇଛନ୍ତି। ଏ ଯୋଉ ଠାକୁର ଅବତାରୀ ରୂପରେ ଆସିଲେ, ଜଗତକୁ ଏକାକ୍ଷର ଧର୍ମର ଜ୍ଞାନ କଣ କଲେ, ଶିକ୍ଷା ଦେଇଗଲେ। ସେମିତି ମଧ୍ୟ ମହିମା ଗୋସ୍ୱାମୀ ଆସିକି ମଧ୍ୟ ଏକାକ୍ଷର ଧର୍ମ କଣ କରିଛନ୍ତି, ଶିକ୍ଷା ଦେଇଯାଇଥିଲେ। କେଇ ଜଣକୁ, 64 ସିଦ୍ଧଙ୍କୁ। କିନ୍ତୁ ମହିମା ଧର୍ମକୁ ରକ୍ଷା କଲେ କିଏ, ସେ ନା ଭୀମକୁ। ହେଲା, ମହିମା ଧର୍ମକୁ ରକ୍ଷା କିଏ କଲେ, ଭୀମକୁ। କିନ୍ତୁ ସେତେବେଳେ ଅନାଦି ଗୁରୁ କଣ କଲେ, ମହିମା ଗୋସ୍ୱାମୀ ରୂପରେ ଆସିଲେ, ତାଙ୍କୁ କିଏ କୁହନ୍ତି ଧୂଳିଆ ବାବା ରୂପରେ, କେତେ ଜଣ ମଧ୍ୟ କୁହନ୍ତି ପ୍ରବୁଦ୍ଧ ଗୋସ୍ୱାମୀ ରୂପରେ। ଜଣେ ବ୍ୟକ୍ତି ତିନିଟା ନା, ମହିମା ଗୋସ୍ୱାମୀ, ପ୍ରବୁଦ୍ଧ ଗୋସ୍ୱାମୀ, ଧୂଳିଆ ବାବା। ଇଏ ଜଣକର ତିନି ଗୋଟି ନା, ଏଇ ରୂପରେ ଆସିଲେ। କିନ୍ତୁ ଠାକୁର ଅଭିରାମ ପରମହଂସ ଯେତେବେଳେ ଆସିଲେ, ସିଏ ମଧ୍ୟ ଏକାକ୍ଷର ଧର୍ମ ମର୍ତ୍ତ୍ୟ ମଣ୍ଡଳରେ ପ୍ରତିଷ୍ଠା କଲେ। ହେଲା, ତେଣୁ ସିଏ ଆସିବେ ବୋଲି ଅଚ୍ୟୁତ ମଧ୍ୟ ପ୍ରମାଣ ଦେଇଛନ୍ତି। ଅଭିରାମ ପରମହଂସଙ୍କ ଆସିବାର ଅନେକ ବର୍ଷ ଆଗରୁ ଅଚ୍ୟୁତାନନ୍ଦ ମହାପୁରୁଷ ଅନେକ ଶାସ୍ତ୍ରରେ ତାଙ୍କ କଥା ଲିପିବଦ୍ଧ କରିଯାଇଛନ୍ତି। ବୁଝିପାରୁଛ ନା ବୁଝ? ଇଏ ଅବତାର ନୁହଁ, ଇଏ କଣ ଥିଲେ, ଅବତାରୀ। ସେ କହିଲେ ମଠ ନିତ୍ୟ ତାର, ଗୁପତେ ରହିବ ଭକତଙ୍କୁ ପଚାରିବୁ,
ବ୍ରାହ୍ମଣ କୂଳରେ ନିରଞ୍ଜନ ହେବ ପ୍ରାଚୀ କୂଳରେ ଭେଟିବୁ। କାହାର? ନା ଶିଶୁ ଅନନ୍ତଙ୍କର। ମାନେ ଶିବକଳ୍ପ ଶାସ୍ତ୍ରରେ କହୁଛନ୍ତି ମଠ ନିତ୍ୟ ତାର ଗୁପତ ରହିଲା। କାହାର? ଶିଶୁ ଅନନ୍ତଙ୍କର। କହିଲେ ଶିଶୁ ଅନନ୍ତଙ୍କର ମଠ ବର୍ତ୍ତମାନ କୁଶଭଦ୍ରା କୂଳରେ ଅଛି, ନାଇଁ ନା? କିନ୍ତୁ ସିଏ କହୁଛନ୍ତି ପ୍ରାଚୀ କୂଳରେ କୋଉଠି ଗୋଟେ ଶିଶୁ ଅନନ୍ତଙ୍କର ପୀଠ ଗୁପତ ହେଇ ରହିଥିବ। ହେଲା, ତାଙ୍କ ଗୁରୁ ହେଇଥିବେ କିଏ? ସେ ଅଭିରାମ। ସେ ଅଭିରାମ ପରମହଂସଙ୍କର ଆଶ୍ରିତ ହେଇଥାଉ କିମ୍ବା ଅଭିରାମ ପରମହଂସର ଜ୍ଞାନ ଆହରଣ କରିଥାଉ। ମଠ ନିତ୍ୟ ତାର ଗୁପତ ରହିଲା, ଭକତକୁ ପଚାରିବୁ। ହେ ରାମ, ତା ମଠଟାକୁ ମୁଁ ଗୁପ୍ତ କରିକି ରଖୁଛି। ବ୍ରାହ୍ମଣ କୂଳରେ ନିରଞ୍ଜନ ହେବ, ପ୍ରାଚୀ କୂଳରେ ଭେଟିବୁ। ସେ ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ ହେଇଥିବେ, ତୁ ଶିଶୁ ଅନନ୍ତକୁ କୋଉଠି ଭେଟିବୁ? ପ୍ରାଚୀ କୂଳରେ। ଫେରେ କୋଉ ବ୍ରାହ୍ମଣ? ମହାପୁରୁଷ ଲେଖିଛନ୍ତି କଳିଯୁଗ ବ୍ରାହ୍ମଣ ଚଣ୍ଡାଳ କ୍ରିୟା କର୍ମ ନ କରିଣ ହେବେ ଜାତିଆ। ଏଇଠି କହିଲେ ବ୍ରାହ୍ମଣ ନା ଭୁଲ? ଜନ୍ମ ଯାୟତେ ଶୂଦ୍ର ସଂସ୍କାରେ ଦ୍ୱିଜ ମୁଚ୍ୟତେ ବେଦ ବିହାସନ ଭବେତ ବିପ୍ର ବ୍ରହ୍ମ ଜାନାତି ସ ବ୍ରାହ୍ମଣ। ତେଣୁ ସେ ବ୍ରହ୍ମବାଦୀ କୂଳରେ କଣ ହେଇଥିବେ? ଆବିର୍ଭୂତ ହୋଇଥିବେ। କିଏ ସେ? ଶିଶୁ ଅନନ୍ତ। ତାଙ୍କ ଗୁରୁ କିଏ ଥିବେ? ନା ଅଭିରାମ। କୋଉ ଅଭିରାମ? ନା ଅଭିରାମ ପରମହଂସ। ତାଙ୍କ ଗୁରୁଙ୍କର ଜନ୍ମ କହିବା ଚିଲିକାର ଉତ୍ତରରେ। ଅଭିନ ସୁନ୍ଦର ନାମ ହୋଇଥିବ ହେତୁ ରଖିବୁ କୁମାରୀ। କହିଲେ ଯେତେବେଳେ ଶିଶୁ ଅନନ୍ତ ଆସିବେ, ଅଘୋରୀ ନୀତିରେ ଥିବେ, ତାଙ୍କ ଗୁରୁ ହେଇଥିବେ କିଏ? ସେ ଅଭିରାମ। ସେ କୋଉଠି ଜନ୍ମ ହେଇଥିଲେ? ନା ଚିଲିକାର ଉତ୍ତରରେ। ହେଲା, ଆଉ ଗୋଟେ କଥା ମନେ ରଖିଥାଅ, ବୁଝିପାରୁଛ ନା? ଏଠି କିଏ ସେ? ମାନେ ଅଭିରାମ ପରମହଂସ। ଅଭିନ ସୁନ୍ଦର, ତାଙ୍କ ନାଁ ଅଭିନ ସୁନ୍ଦର ହେଇନଥିଲା? ଅଭିରାମ ପରମହଂସ। ଲକ୍ଷେ ଶିଷ୍ୟ ଯେଉଁ ଦିନ ପୂର୍ଣ୍ଣ ହବ ସେଦିନ ଛାଡିବ ଦେହ, ବୀର ସିଂହ ଦେବ ହେତୁ ତାକୁ ଦେବ ଋତୁ ପଞ୍ଚଭୂତ ତୁର। ଯେତେବେଳେ ରାଜା ବୀରସିଂହ ଦେବ ଥିଲେ, ସେଇ ସମୟରେ ଠାକୁର ଅଭିରାମ ପରମହଂସଙ୍କର ଆବିର୍ଭୂତ ହେଇଛି। ହେଇନି? ହେଇଥିଲା। ଲକ୍ଷେ ଶିଷ୍ୟ ଯେଉଁ ଦିନ ପୂର୍ଣ୍ଣ ହବ ସେଦିନ ଛାଡିବ ଦେହ। ଅଚ୍ୟୁତ କହୁଛନ୍ତି ଯେଉଁ ଦିନ ସେ ଅଭିରାମଙ୍କର ଲକ୍ଷେ ଶିଷ୍ୟ ପୂର୍ଣ୍ଣ ହେବ, ସେଦିନ ସିଏ କଣ ହେବେ? ଦେହ ଛାଡିବେ। 5 ଜଣ ଭକ୍ତ ମୁକତି ପାଇବେ, ସର୍ବେ ଯିବେ ଖପରରେ। କରମଳା ନାମ ବିଖ୍ୟାତ ହୋଇବ, ଶ୍ରୀକ୍ଷେତ୍ର ହୋଇବ ଥରେ। କହିଲେ ଏ ଯୋଉ ଲକ୍ଷେ ଶିଷ୍ୟ ଥିବେ, ତା ଦେହରୁ 5 ଜଣ କଣ ହେବେ? ମୁକ୍ତି ପାଇବେ। ଆଉ ସବୁ ଯିବେ ଖପରରେ। ଖପରରେ ମାନେ କଣ? ହଣାରେ? ନା, ଇଏ ଯୋଗ ମାୟାଙ୍କ ପରୀକ୍ଷାରେ କେହି ଉତ୍ତୀର୍ଣ୍ଣ ହେବେ ନାହିଁ। 5 ଜଣ ଭକ୍ତ କଣ ହେବେ? ଉତ୍ତୀର୍ଣ୍ଣ ହେବେ। ଅଭିରାମଷ୍ଟକ ସକଳ ପଡିବେ, ନାମ ହେବ ବଡ ଟେକ, ମୂଳ ପଦାର୍ଥରୁ ଅନେକ ସରିବ ନ ଜାଣିବେ ଅବିବେକ। ହେ ରାମ, ଯେତେବେଳେ ସିଏ ଆସିବେ ସମସ୍ତେ ଅଭିରାମଷ୍ଟକ ପଢିବେ। ତେଣୁ ମୂଳ ପଦାର୍ଥରୁ ଅନେକ ସରିବ ନ ଜାଣିବେ ଅବିବେକ। ସେ ମୂଳ ଜିନିଷଟାକୁ କେହି ଧରିବେ ନାହିଁ। ସେଠି ମନେ ରଖ, କେତେ ଗୁଡ଼ିଏ ଅନୁଷ୍ଠାନ ଅଛି, କାଳିଆବଦା ହଉ କି କରମଳା ହଉ, ଏଠି ସବୁ ଗୁରୁ ପୂଜା, ଅନ୍ୟ ଦେବତାଙ୍କର ପୂଜା ହୁଏ ନାହିଁ। ମୂଳ ପଦାର୍ଥ ଅନେକ ସରିବ ମାନେ ମୂଳ ଜିନିଷକୁ କେହି ଧରିବେ ନାହିଁ। ବୁଝିପାରିଲ ନା ବୁଝିପାରିଲନି? ଆଉ କେତେ ଗୁଡ଼ିଏ କଥା ଖୋଲିକି କହି ହଉ ନାହିଁ। ଅନେକ ଶାସ୍ତ୍ର ପୁରାଣ ଲେଖିବ ସିଦ୍ଧାର୍ଥ ବଚନ, ତାର ପରମହଂସ ଯେ ନାମ ଭଣାଇବେ, ସର୍ବେ ବୋଲିବେ ଠାକୁର। ବୁଝିପାରୁଛ ନା ବୁଝିପାରିଲନି? ଅନେକ ଶାସ୍ତ୍ର ପୁରାଣ ଲେଖିବେ, ସିଦ୍ଧାନ୍ତ ବଚନ ତାର। କହିଲେ ସେ ଯୋଉ ଅଭିରାମଙ୍କର ହଉଛି ସିଦ୍ଧ ବଚନ। ସେ ସିଦ୍ଧ ବଚନ ଫଳରେ ଅନେକ ଶାସ୍ତ୍ର ପୁରାଣ ମଧ୍ୟ ଲିପିବଦ୍ଧ କରିକି ଯିବେ, ଯାହାକି ସେ ଅନ୍ୟଥା ହବ ନାହିଁ। ପରମହଂସ ଯେ ନାମ ଭଣାଇବ, ସର୍ବେ ବୋଲିବେ ଠାକୁର। ତାଙ୍କୁ ସମସ୍ତେ ପରମହଂସ ନାମରେ ନାମିତ କରି ଠାକୁର ରୂପରେ ପୂଜା କରିବେ।
ବୁଝିପାରୁଛ ନା ବୁଝିପାରୁଛ? ତାପରେ ପଦ କଣ ଲେଖିଲେ? ତାର ଜନ୍ମ କଥା ନ ଜାଣିବେ କେହି ମାୟାର ମୋହିତ ହେବେ, ମାତଙ୍ଗୀ ସାଧନା ଭବ ପୂଜା କରି ବହୁ ତରଣୀ କାଟିବେ। ସେଠି ସେ ଦେହ ଛାଡ଼ିବେ। ଲକ୍ଷେ ଶିଷ୍ୟ ଯୋଉଦିନ ପୂର୍ଣ୍ଣ ହବ ସେ କଣ କରିବେ? ଦେହ ଛାଡ଼ିବେ। କିନ୍ତୁ ସେ କୋଉଠି ଜନ୍ମ ହେବେ କେହି ଜାଣିପାରିବେ ନାହିଁ। ଥୋଡ଼ା ହେଇକି ରହିଥିବେ, ମାତଙ୍ଗୀ ସାଧନା ଭବ ପୂଜା କରି ବହୁ ତରଣୀ କାଟିବେ। ମାଙ୍କୁ ଆରାଧନା କରିକି ସେ ବହୁତ ତରଣୀ ଲୋକ ଦେଖାଣିଆ ବହୁତ କଣ ଷଡ଼ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ହେବେ। ତରଣୀ କାଟିବେ ଆଉ କଣ, ମାନେ ସୁଖରେ ଦିନ ଅତିବାହିତ କରିବେ। ଯୋଉଟାକ କୁହନ୍ତି ଆମର ଶୁଦ୍ଧ ଓଡ଼ିଆରେ କଣ ହେଉଛି, ଭାରି ଛାଁଟିଆ ଯୋଉଟାକ କୁହନ୍ତି ନାଇଁ, ଭାରି ଛାଁଟିଆରେ ଦିନ ଅତିବାହିତ କରିବେ। କିନ୍ତୁ ତାଙ୍କ ଜନ୍ମ କଥାଟା କେହି ଜାଣିପାରିବେ ନାହିଁ। ହେ ରାମ, ସେ ଦେହ ଛାଡ଼ିଲା ପରେ ମଧ୍ୟ ସେ ଦିନେ ପୁଣି ପରିପ୍ରକାଶ ହେବେ। କୋଉଠି ନା ନେମାଳ ଗ୍ରାମରେ ପ୍ରଣବ ଯଜ୍ଞରେ ନିଶ୍ଚୟ ଯଜ୍ଞାହୁତି ଦେବ, 4 ଶତମାନ ଭକତ ଘେଣିନ ରାହାସ ନିଶ୍ଚୟ କରିବ। ଏତିକି ମନେ ରଖିଥାଅ। ଲକ୍ଷେ ଶିଷ୍ୟ ଯୋଉଦିନ ପୂର୍ଣ୍ଣ ହବ ସେଦିନ ସିଏ ଦେହ ଛାଡ଼ିବେ। ତା ଜନ୍ମ କଥା ସଂସାରରେ କେହି ଜାଣିପାରିବେ ନାହିଁ। କିନ୍ତୁ ଶେଷ ବେଳକୁ ସେ ପୁନର୍ବାର ଜନ୍ମ ହୋଇ ନେମାଳରେ କଣ କରିବ? ପ୍ରଣବ ଯଜ୍ଞ ଗୋଟିଏ କରିବେ। 4 ଶତମାନ ଭକତ ଘେଣିର ରାହାସ ନିଶ୍ଚୟ କରିବେ। 400 ଭକ୍ତଙ୍କୁ ଧରିକି ସେ ନେମାଳ ଭଟରେ କଣ କରିବେ? ରାହାସ କରିବେ। ଭବିଷ୍ୟ ଲେଖିବ ମହିମା ଗାଇବ, ଗାରିମା ଭାଙ୍ଗିବେ ହରି, ରକ୍ଷା ଆଇନିରେ ବନ୍ଧନ ହୋଇବ, ନଯିବ ସେ ଦେଶ ଫେରି। ତାହେଲେ ଇଏ ବାହାରେ କୋଉଠି ଜନ୍ମ ହେଇଥିବେ, ଯେତେବେଳେ ନେମାଳକୁ ଆସିବେ ସେ ତାଙ୍କ ନିଜ ଏରିଆ ହେଇନଥିବ। ସେ ଜନ୍ମ ହେଇ କଣ କରିବେ? ଭବିଷ୍ୟ ଲେଖିବ, ଅନେକ ଭବିଷ୍ୟ ଲେଖିବେ। ମହିମା ଗାଇବ ମାନେ ମାଳିକା ଉପରେ ବହୁତ ଜ୍ଞାନ ଆଲୋଚନା କରିବେ। ଏଇ ସମୟରେ ପ୍ରଭୁ ଭେଟ ହେଇଯିବେ। କୋଉ ପ୍ରଭୁ? ଇଏ ଅବତାରୀ ପ୍ରଭୁ, ସେ ଅବତାର ପ୍ରଭୁଙ୍କ ସହିତ ଭେଟ ହେବେ। ହେଲେ ଅବତାରଙ୍କ ପ୍ରଭୁଙ୍କ ସହିତ ଅବତାରୀ ପ୍ରଭୁଙ୍କର ଭେଟ ହବ, ତା ଗାରିମା ସେଇଠୁ ଭାଙ୍ଗିଯିବ। ବୁଝିପାରୁଛ ନା ବୁଝିପାରୁନି? ଗାରିମା କଣ ଦେଖୁନ, ରାମ ପରଶୁରାମ, ପରଶୁରାମ କହିବେ ଖାଲି ମାରିଦେବି, ହାଣିଦେବି, ଅମକ କରିବି ସମକ କରିବି, କାହାକୁ ମାନନ୍ତି? ରାମ ଯେତେବେଳେ ହାବୁଡ଼େ ପଡ଼ିଗଲେ କାହାର? ପରଶୁରାମଙ୍କର। ପରଶୁରାମଙ୍କ ଗାରିମା ରହିଲା? ରହିଲା କି? ସେଇଠୁ କଣ ହେଲେ? ସରେଣ୍ଡର କରିଗଲେ। ଇଏ ଯେତେବେଳେ ସେଠି ବାହାରିବେ କୋଉଠି? ନେମାଳରେ ଗାରିମା କରିବେ, ପ୍ରଭୁ ଆଉ ରକ୍ଷା ହେଇପାରିବେ ନାହିଁ। ସେ ବାହାରିକି କଣ କରିବେ? ତାଙ୍କ କଳା ଟିକେ ହରଣ କରି ନେବେ। ରକ୍ଷା ଆଇନରେ ବନ୍ଧନ ହୋଇବ, ନଜିଯିବ ସେ ଦେଶ ଫେରି। ବହୁତ ବ୍ୟକ୍ତି କୁହନ୍ତି ଇଂରେଜ ସମୟରେ ସେ କଣ ହେଇଥିଲେ? କଏଦି ଯାଇଥିଲେ, କହିଲେ ସେଥିରେ କଟି ଯାଇଛି, ସେଇ ଗୋଟା କଲା। ନା ନା, ସେଇଟା ହେଇନି। ସେ କହିଛନ୍ତି ପରା, ଲକ୍ଷେ ଶିଷ୍ୟ ପୂର୍ଣ୍ଣ ହେଲା ପରେ ପୁଣି ଜନ୍ମ ହେବେ, ନେମାଳରେ ଯେତେବେଳେ ଯଜ୍ଞ କରିବେ ପ୍ରଣବ ଯଜ୍ଞ, ସେଇଠୁ ପ୍ରଭୁଙ୍କ ସହିତ ଭେଟ ହବ। ଅବତାର ପୁରୁଷ ଅବତାରୀ ପୁରୁଷଙ୍କର ଭେଟ ହବ। ସେଇଠି କଣ ହେବେ? ସେ ରକ୍ଷା ଆଇନରେ ବନ୍ଧନ ହୋଇବ। ରକ୍ଷା ବୋଲନ୍ତି ଏଠି ଧର୍ମ ରୂପକ ରକ୍ଷା ଆଇନ, ଏଠି କଏଦୀଖାନା ଆଇନ ନୁହଁ। ଧର୍ମ ବିଚାରଟା ବଡ ନା। ସାଧୁସନ୍ତଙ୍କର କିଏ ବିଚାର? ଧର୍ମଟା ହଉଛି ବଡ। ବର୍ତ୍ତମାନ ତ ସାଧୁସନ୍ତ ଧର୍ମକୁ ନିଆଁ ଗିଳିକି ଖାଇଦେଲେ। ଦେବସ୍ୱ ରାଜସ୍ୱ ବ୍ରହ୍ମସ୍ୱକୁ ବି ଗିଳି ଦଉଛୁ, ହଁ କି ନାହିଁ? କିନ୍ତୁ ସେତେବେଳେ ଏ ସଂସ୍ଥା ଚଳିବ ନାହିଁ। ନଯିବ ସେ ଦେଶ ଫେରି, ସିଏ ଆଉ ତାଙ୍କ ସ୍ୱସ୍ଥାନକୁ ଯିବେ ନାହିଁ। ସିଏ କଣ କରିବେ? ପ୍ରଭୁଙ୍କ ପାଖେ ଶରଣାପନ୍ନ ହେଇଯିବେ। ବୁଝିପାରିଲ ନା? ଚୈତନ୍ୟ ଯେତେବେଳେ ବଙ୍ଗଳାରୁ ଆଇଲେ କୋଉଠିକି? ପୁରୀ। ଜଗନ୍ନାଥଙ୍କୁ ଦେଖିଲା ପରେ ସେ ଆଉ କଣ ପୁରୀ ଗଲେ? ବଙ୍ଗଳା ଗଲେ? ପୁରୀରେ ରହିଲେ ନା। ଇଏ ଯେତେବେଳେ କଣ ଅବତାର ପୁରୁଷ ଅବତାରୀ ପୁରୁଷ ଭେଟା ଭେଟି ହେଇଯିବେ, ଆଉ ଅବତାର ପୁରୁଷ ପାଖରୁ ଅବତାରୀ ପୁରୁଷ ଆସିବେ ନାହିଁ। ତେଣୁ ଯେତେବେଳେ ଠାକୁର ଅଭିନବ ସୁନ୍ଦରଙ୍କର ଆବିର୍ଭୂତ ହୋଇଥିଲା, ସିଏ ନିଜେ ସ୍ୱୟଂ ଦୁର୍ଗା ମାଧବ ରୂପରେ କଣ ହେଇଥିଲେ? ଆବିର୍ଭୂତ ହୋଇଥିଲେ। ସେ ନିଜେ ଦୁର୍ଗା ହେଇଯାଇଥିଲେ। ଦୁର୍ଗା ପୂର୍ଣ୍ଣବାସୀଙ୍କ କୋଳରେ ରହୁଥିଲେ। କିଏ ସେ?
ଠାକୁର ଅଭିନୟ ସୁନ୍ଦର। ପୂର୍ଣ୍ଣବାସୀ ବୋଲନ୍ତେ ବନ ଦୁର୍ଗା, ବନ ଦୁର୍ଗାଙ୍କ କୋଳରେ ରହୁଥିଲେ ଏବଂ ସ୍ୱୟଂ ନାରାୟଣ କୃଷ୍ଣକୁ, ନାରାୟଣ ବୋଲନ୍ତେ କ୍ଷୀରାବ୍ଦି ସାଗର ନାରାୟଣ କଥା କହୁନି, ସ୍ୱୟଂ କୃଷ୍ଣଚନ୍ଦ୍ରକୁ ନିଜ ଦେହରେ ସିଏ ପରିଧାନ କରିଥିଲେ। ସେଥିପାଇଁ କି ସେ କି ଖେଳ ଖେଳିଲେ? ଦୁର୍ଗା ମାଧବ ରୂପରେ ଠାକୁର ଅଭିନୟ ସୁନ୍ଦର, ଯିଏକି ମୋର ଆରାଧ୍ୟ ଇଷ୍ଟ। ବୁଝି ହଉଛି? ସିଏ ଦୁର୍ଗା ମାଧବ ରୂପରେ ଆସି ଏକାକ୍ଷର ଧର୍ମ ମର୍ତ୍ତ୍ୟ ମଣ୍ଡଳେ ପ୍ରତିଷ୍ଠା କରି ଦେହ ଛାଡି ଚାଲିଗଲେ, ଆମେ ମାନେ କେହି ଜାଣିପାଇଲେ ନାହିଁ। ତେଣୁ ଏତିକି ମନେ ରଖିଥାଅ, ଅଭିରାମ ନାମ ହିଁ କଣ? ଯୁଗେ ଯୁଗେ ସତ୍ୟ। ତମେ ବାଲ୍ମୀକି କଳ୍ପ ଦେଖ, ଅଭିରାମ ନାମ ସତ୍ୟ। ଭାଗବତ ଏକାଦଶ ଦେଖ, ଅଭିରାମ ନାମ ସତ୍ୟ। ଗରୁଡ଼ କଳ୍ପ ଦେଖ, ଅଭିରାମ ନାମ ସତ୍ୟ। ତେଣୁ ସେ ଅଭିନୟ ସୁନ୍ଦର ଠାକୁର ଏ ସାଧାରଣ ଠାକୁର ବ୍ୟକ୍ତି ବିଶେଷ ନଥିଲେ। ଇଏ ପୁଣି 4 ଯୁଗର ଲୀଳା ହବ ନା କଳି ଯୁଗରେ? ଅବତାରୀଙ୍କର ହବ, ଅବତାରଙ୍କର ମଧ୍ୟ ହବ। ଅବତାରୀ ଅବତାର ଲୀଳା ହବ। ଏଥର ବୁଝିପାରିଲେ ନା ବୁଝିପାରିଲେ? ଯାହା ହଉ, ସେ ତ୍ରିବେଣୀ ଅମାବାସ୍ୟାରେ ସେ ମୋର ଆରାଧ୍ୟ ଇଷ୍ଟ ପ୍ରଭୁ ପରମେଶ୍ୱର ଅଭିନୟ ସୁନ୍ଦର ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ, ଜଗତ ଉଦ୍ଧାର କରନ୍ତୁ। ବୋଲ ଆନନ୍ଦେ କବାର ହରି ବୋଲ।